ଭୋପାଳ ପରିଦର୍ଶକଙ୍କ ଅଭିଯୋଗକୁ ଖଣ୍ଡନ କଲେ ନିଲମ୍ବିତ ରେଞ୍ଜର। ତଦନ୍ତକୁ ନେଇ ଉଠିଲା ପ୍ରଶ୍ନବାଚୀ। ବାମରା ବନ୍ୟପ୍ରାଣୀ ବନ୍ୟାଞ୍ଚଳ ଅନ୍ତର୍ଗତ ଜମନକିରା ରେଞ୍ଜର ଲକ୍ଷ୍ମୀନାରାୟଣ ନାୟକ ନିଲମ୍ବନ ଘଟଣାରେ ଏବେ ଏକ ନୂଆ ମୋଡ଼ ନେଇଛି। ନିଜ ବିରୋଧରେ ଆସିଥିବା ସମସ୍ତ ଅଭିଯୋଗକୁ ମିଥ୍ୟା ଓ ଭିତ୍ତିହୀନ ବୋଲି ଦର୍ଶାଇ ଗଣମାଧ୍ୟମ ସମ୍ମୁଖରେ ନିଜର ପକ୍ଷ ରଖିଛନ୍ତି ଶ୍ରୀ ନାୟକ। ସୂଚନାଯୋଗ୍ୟ ଯେ ଗତ 25 ତାରିଖରେ ଆମ ଜଙ୍ଗଲ ଯୋଜନାରେ ଅନୁଧ୍ୟାନ ପାଇଁ ଭୋପାଳରୁ ଏକ 2 ଜଣିଆ ପରିଦର୍ଶକ ଟିମ୍ ଜମନକିରା ଆସିଥିଲେ। ଏହି ପରିଦର୍ଶକ ଦ୍ୱୟ ଭୁବନେଶ୍ୱର ସ୍ଥିତ ପିସିପିଏଫ୍ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ ଯେ ରେଞ୍ଜର ଲକ୍ଷ୍ମୀନାରାୟଣ ନାୟକ ତାଙ୍କୁ ଦୁର୍ବ୍ୟବହାର କରିଛନ୍ତି। ଏହି ଅଭିଯୋଗକୁ ଭିତ୍ତି କରି ବିଭାଗ ପକ୍ଷରୁ ତାଙ୍କୁ ନିଲମ୍ବିତ କରାଯାଇଥିଲା। ତେବେ ନିଲମ୍ବିତ ରେଞ୍ଜର ଶ୍ରୀ ନାୟକ ଏହି ଘଟଣା ପଛର ଅସଲ ରହସ୍ୟ ଖୋଲିଛନ୍ତି। ତାଙ୍କର କହିବା ଅନୁସାରେ ପରିଦର୍ଶକ ଟିମ୍ ସେଠାରେ ରହିବା ଓ ଖାଇବା ପାଇଁ ଅତ୍ୟାଧୁନିକ ଭିଆଇପି ସୁବିଧା ଦାବି କରିଥିଲେ। ଜମନକିରା ଭଳି ଆଞ୍ଚଳିକ ସ୍ଥାନରେ ସେଭଳି କୌଣସି ଉଚ୍ଚକୋଟୀର ସୁବିଧା ଯୋଗାଇ ଦେବା ସମ୍ଭବ ନୁହେଁ ବୋଲି ରେଞ୍ଜର ସଫା ଜଣାଇ ଦେଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ପରିଦର୍ଶକ ଟିମ୍ ପ୍ରତିଶୋଧ ପରାୟଣ ଭାବେ ପିସିପିଏଫ୍ଙ୍କ ନିକଟରେ ମିଥ୍ୟା ଅଭିଯୋଗ କରିଥିଲେ। ତେବେ ସାଧାରଣରେ ଅସନ୍ତୋଷ, ବିନା କାରଣରେ କୌଣସି ନିରପେକ୍ଷ ତଦନ୍ତର ଜଣେ କର୍ତ୍ତବ୍ୟରତ ଅଧିକାରୀଙ୍କୁ କିପରି ନିଲମ୍ବିତ କରାଗଲା, ତାହାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। କେବଳ ପରିଦର୍ଶକଙ୍କ ଏକପାଖିଆ କଥା ଶୁଣି ଦଣ୍ଡବିଧାନ କରାଯିବା ପ୍ରଶାସନିକ ସ୍ୱଚ୍ଛତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।